ତ ଏବେ ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ତରଫରୁ ଆସିଲା ଏକ ବହୁତ ବଡ଼ ଅପଡେଟ୍। କ'ଣ ଆସିଛି ଅପଡେଟ୍ ସବୁକିଛି ଆଜିର ଏ ଗୋଟିଏ ଭିଡ଼ିଓରେ ମୁଁ ଆପଣମାନଙ୍କୁ ଜଣାଇବି। ତା ପୂର୍ବରୁ ସମସ୍ତଙ୍କ ରିକ୍ୱେଷ୍ଟ, ଯେଉଁମାନେ ଆମ ଚ୍ୟାନେଲକୁ ଏହି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ଭିଡ଼ିଓକୁ ଲାଇକ୍ କରନ୍ତୁ। ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ ଆପ୍ଲାଏ କରିଥିଲେ ତଥା ଯେଉଁ ମହିଳାମାନେ ଆପ୍ଲାଏ କରିଥିଲେ ସେମାନଙ୍କୁ ଯଦି ଟଙ୍କା ମିଳିନାହିଁ, ତାହେଲେ ଏହି ମାସ 9 ତାରିଖ ତଥା ଅକ୍ଟୋବର ମାସ 9 ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସାମାଜିକ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ସମସ୍ତ ମହିଳାଙ୍କୁ ପ୍ରାଥମିକତା ଦେବା ହେଉଛି ଆମର ଲକ୍ଷ୍ୟ। ତେଣୁ ପ୍ରଥମ ପର୍ଯ୍ୟାୟ କିସ୍ତି ପାଇଁ ସମସ୍ତେ ଏଲିଜିବୁଲ୍। ପ୍ରାୟ 65 ଲକ୍ଷ ମହିଳା ଭିତରୁ 25 ଲକ୍ଷ ମହିଳାଙ୍କୁ ସେପ୍ଟେମ୍ବର 17ରେ କିସ୍ତି ପ୍ରଦାନ କରିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ 40 ଲକ୍ଷ ମହିଳାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାରିପଦା ଗସ୍ତରେ ରହି ଆସନ୍ତା ସେପ୍ଟେମ୍ବର 9 ତାରିଖ ଦିନ ଏହି କିସ୍ତି ପ୍ରଦାନ କରିବେ। ତେଣୁ ସାମାଜିକ ଗଣମାଧ୍ୟମର ସୂଚନା ଅନୁଯାୟୀ ଆସନ୍ତା 9 ତାରିଖ ଦିନ ପ୍ରାୟ 40,000ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସିଧାସଳଖ ଆକାଉଣ୍ଟକୁ ପଡ଼ିବ ସୁଭଦ୍ରା ଟଙ୍କା। ତେଣୁ ସମସ୍ତଙ୍କର ଟେନସନ୍ ଫ୍ରି। ଯେଉଁମାନେ ଭାବୁଥିଲେ ଆମେ ଆଉ ପାଇବୁ ନାହିଁ ସୁଭଦ୍ରା ଯୋଜନା, ତେଣୁ ସେମାନେ ବି ପାଇବେ। ନିଶ୍ଚିନ୍ତରେ ରହି ସରକାରଙ୍କୁ ସହଯୋଗ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ମାନ୍ୟବର ମନ୍ତ୍ରୀଙ୍କ କହିବା ଅନୁସାରେ ସମସ୍ତ ମହିଳାଙ୍କୁ ମିଳିବ ଏହି ଟଙ୍କା। ସେହିଦିନ ମୁଖ୍ୟମନ୍ତ୍ରୀ ବାରିପଦା ଗସ୍ତରେ ଯାଇ ଯେଉଁ ମହିଳା ପ୍ରଥମରେ ତଥା 1 ନମ୍ବର ସୁଭଦ୍ରା ମହିଳା ଏବଂ କୋଟିଏ ନମ୍ବରରେ ଯିଏ ଥିବେ ସେହି ମହିଳାଙ୍କୁ ଡାକି ସେଠି ଟଙ୍କା ଦିଆଯିବ ଏବଂ ଅନ୍ୟମାନଙ୍କୁ ଡିବିଟି ଆକାରରେ କିସ୍ତି ପ୍ରଦାନ କରାଯିବ। ତେଣୁ କ'ଣ କହିଲି ନା ସମସ୍ତଙ୍କୁ ଅକ୍ଟୋବର 9 ତାରିଖ ଦିନ ଏଇଟା ଫରୱାର୍ଡ଼ ହେଇଯିବ ବା ମିଳିଯିବ, ସାଙ୍କସନ୍ ହେଇଯିବ। ମୁଁ ଶୁଣିବାକୁ ପାଉଛି କିଛି ଜଣ ମିଳିନି, ନହେଲେ କିଛି ଟେନସନ୍ ନାହିଁ ହେଲା, ସମସ୍ତଙ୍କୁ ମିଳିବ। ଗଭର୍ଣ୍ଣମେଣ୍ଟ ଯେହେତୁ ପ୍ରାୟୋରିଟି ଅଧିକ ଦେଇଛି, ତେଣୁ ସମସ୍ତଙ୍କୁ ମିଳିଯିବ, କୌଣସି ଅସୁବିଧା ନାହିଁ। ତା ପାଇଁ ଆପଣମାନେ ଧୈର୍ଯ୍ୟ ଧରନ୍ତୁ। ଅକ୍ଟୋବର 9 ତାରିଖ ଦିନ କମେଣ୍ଟ କରି କହିବେ କାହାର ପଇସା ଆସିଲା। ଆଉ ମୁଁ ପୁଣି ଅକ୍ଟୋବର 9 ଦିନ ଭିଡ଼ିଓ ବନେଇବି, ଆସିଲା କି ନ ଆସିଲା, କ'ଣ ହେଲା ଅପଡେଟ୍। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ରହୁଛି, ନମସ୍କାର।